ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟାଞ୍ଜଳି ଓ ଭକ୍ତି ରସ ନୃତ୍ୟ ଉତ୍ସବ ଅନୁଷ୍ଠିତ। ପଦ୍ମ ବିଭୂଷଣ ଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ 21ତମ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପୁରୀ ଡ୍ୟାନ୍ସ ଏକାଡେମୀ ତରଫରୁ ନୃତ୍ୟାଞ୍ଜଳି ଓ ଭକ୍ତି ରସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୀ ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ସରୋଜ କାନ୍ତ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସମାଜସେବୀ ଶ୍ରୀ ମନୋଜ କୁମାର ରଥ, ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର ଓ ମୁଖ୍ୟ ବକ୍ତା ଶ୍ରୀ ଚନ୍ଦନ କୁମାର ସାହୁ ସମ୍ମାନୀୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥି କଳାକାର ରୂପେ ଭୁବନେଶ୍ୱରରୁ ଆସିଥିବା ଶ୍ରୀ ବିଭୂଦତ୍ତ ଦାସ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପୁରୀ ଡ୍ୟାନ୍ସ ଏକାଡେମୀର ଛାତ୍ରଛାତ୍ରୀମାନେ ଦୀପମ ଜ୍ୟୋତି, ଧାଏ ସୁବର୍ଣ୍ଣାବର୍ଣ୍ଣା, ସାନ୍ତାଳାରାମ, ଶିବପଞ୍ଚକ, ଚମ୍ପୁ, ସାବେରୀ ପଲ୍ଲବୀ ଆଦି ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନୋରଞ୍ଜନ କରିଥିଲେ। ବିଖ୍ୟାତ ଅନ୍ତରାଷ୍ଟ୍ରୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଜ୍ଞା ପଟ୍ଟନାୟକଙ୍କୁ ଅନୁଷ୍ଠାନ ତରଫରୁ କୋକିଳ ପ୍ରଭା ଦେବଦାସୀ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ତନୁଶ୍ରୀ ପଣ୍ଡା ସମୃତି ସମ୍ମାନ, ଶ୍ରୀ ବିଭୂତି ଦାସଙ୍କୁ ରାମକୃଷ୍ଣ ଖୁଣ୍ଟିଆ ସମୃତି ସମ୍ମାନ ଏବଂ କୁମାରୀ ରଶ୍ମିତା ମହାରାଣାଙ୍କୁ ନୃତ୍ୟାଞ୍ଜଳି 2025 ସମ୍ମାନରେ ସମ୍ମାନିତ କରାଯାଇଥିଲା। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜନଶକ୍ତି ଟିଭି।